ତ ହ୍ୟାଲୋ ହାଏ ନମସ୍କାର ଜୟ ଜଗନ୍ନାଥ ଫ୍ରେଣ୍ଡସ୍। ତ ଆଜି ହେଲା ଡେ 3 ଆମର ଧାନ ବୁଡ଼ିଆ ହୋଇସାରିଛି ଗଜା ହେବା ପାଇଁ, ଯାହାକି ଗଜା ହୋଇସାରିଲେ ଆମର ଧାନ ପଡ଼େ ବିଲରେ। ତ ସେ ପ୍ରୋସେସ୍ ବି ଅଛି, ଯାହାକି ଧାନ ବୁଡ଼ିଆ ହୁଏ ପୋଖରୀରୁ ଆସି ଘରେ ରହେ। ଘରେ ରହି ସାରିଲା ପରେ ତାକୁ ବାମ୍ଫ ମାନେ ଯେମିତି ଗରମ ଦିଆ ହୁଏ, ଉଷୁମ ଦିଆ ହୁଏ। ଉଷୁମ ଦେଲା ପରେ ଧାନଟି ଫାଟି ସାରିଲା ପରେ ଗଜାଟି ବାହାରେ। ତ ଗଜା ବାହାରି ସାରିକି ଆସିଯାଇଛୁ ଆମେ ବିଲକୁ। ଦେଖିପାରୁଥିବେ ଆପଣ କେମିତି ପଡ଼ୁଛି ଧାନ, ଏମିତି ପଡ଼ି ମାନେ ଚାରିପଟେ ପଡ଼ିବ। ପଡ଼ି ସାରିଲା ପରେ ଧାନ ଉଠେ, ଯାହାକି ଆପଣଙ୍କୁ ଦେଖେଇବି ଆଗକୁ। ତ ଆପଣମାନେ ଦେଖନ୍ତୁ ଏହିପରି ଧାନ ପଡ଼େ। ଆଉ ଡେ 4ରେ ଆପଣଙ୍କୁ ଦେଖେଇବି ନଜାରା କେମିତି କ'ଣ। ଆଜିର ନଜାରା ଏମିତି ଥିଲା। ତ ରହିଲି, ଜୟ ଜଗନ୍ନାଥ ଫ୍ରେଣ୍ଡସ୍। ତ ଏମିତି ଭଲ ପାଇବା ମୋତେ ଦିଅନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ।